ସେମାନଙ୍କୁ ତ ମୋର ଗୋଟିଏ ନିର୍ଦ୍ଦେଶ, ଯୋଉମାନେ ଅଲଗା ଅଲଗା ଲୋକଙ୍କୁ ଅଲଗା ଅଲଗା କମ୍ପାନୀକୁ ପଇସା ଦଉଛନ୍ତି ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଠକେଇରେ ପଡୁଛନ୍ତି, ତ ସେମାନଙ୍କୁ ମୋର ଗୋଟିଏ ଉପଦେଶ, ତ ଆପଣ ମାନେ ନିଜ ଜ୍ଞାନ ଆହରଣ କରନ୍ତୁ, ଶିଖନ୍ତୁ, ବହୁତ ଗୁଡେ ଏଜୁକେସନ ସେଣ୍ଟର ଅଛି, ଯାଆନ୍ତୁ ସେଠି ଶିଖନ୍ତୁ, ଆଉ ତାପରେ ନିଜ ଆକାଉଣ୍ଟରେ ନିଜ ପଇସା ରଖି ନିଜେ ଇନଭେଷ୍ଟମେଣ୍ଟ କରନ୍ତୁ, କାହା ଉପରେ ଭରସା ବିଶ୍ୱାସ କରନ୍ତୁନି। ଟ୍ରେଡିଂ ମାନେ ହେଲା କିଣା ବିକା, ଅଳ୍ପ ରେଟ୍ରେ କିଣିବା ଅଧିକ ରେଟ୍ରେ ବିକିବାକୁ ଟ୍ରେଡିଂ କୁହାଯାଏ। ଆପଣଙ୍କ ନୀତିଦିନିଆ ବଜାରରେ ବା ନୀତିଦିନିଆ ମାର୍କେଟରେ ଗୋଟେ ଯଦି ଗ୍ରୋସରୀ ସପ୍ ବି ଦେଖିବେ, ସିଏ ବି ଆପଣଙ୍କୁ ଟ୍ରେଡିଂ କରୁଛି। ଆଳୁ 10 ଟଙ୍କାରେ କିଣିଲେ 12 ଟଙ୍କାରେ ବିକୁଛି, ତ ସେଇଟାକୁ ଆମେ ଟ୍ରେଡିଂ ହିଁ କହୁ। ତ ସିଏ ଫିଜିକାଲ ଟ୍ରେଡିଂ କରୁଛି, ଆମେ ଡିଜିଟାଲ ଟ୍ରେଡିଂ କରୁଛୁ, ଏତିକି ହିଁ ଫରକ। ଟ୍ରେଡିଂ ଆମେ ଉଭୟ ପ୍ରକାର ନେଇପାରିବା, ପାର୍ଟ ଟାଇମ ବି ନେଇପାରିବା, ଫୁଲ ଟାଇମ ବି ନେଇପାରିବା। ସେଇଟା ଡିପେଣ୍ଡ କରୁଛି ଆମେ କୋଉ କୋଉ ପ୍ରଫେସନରେ ଅଛନ୍ତି। ତ ଆକର୍ଡିଂ ଟୁ ଆୱାର ପ୍ରଫେସନ ଆମେ ଟ୍ରେଡିଂ କୁ ଅଲଗା ଅଲଗା ଉପାୟ ଦେଖିପାରିବା। ଯଦି ଜଣେ ଫୁଲ ଟାଇମ ଟ୍ରେଡିଂ କରିବାକୁ ଚାହିଁବ ତ ଘରେ ବସି ଟ୍ରେଡ କରିପାରିବ, ଯଦି ପାର୍ଟ ଟାଇମ କରିବ, କୋଉ ଜବ ରେ ଅଛି ତ ସେ ଜବ କରିବା ସାଙ୍ଗରେ ବି ଟ୍ରେଡିଂ କରିପାରିବ। ଟ୍ରେଡିଂ ର କିଛି ଟେକ୍ନିକାଲ ପାଠ ଅଛି, ସେ ପାଠକୁ ଆମକୁ ଜାଣିବାକୁ ପଡିବ। ତ କେତେ ସମୟରେ ଆମେ ମାର୍କେଟରେ ଏଣ୍ଟ୍ରି କରିବା, କୋଉ ସମୟରେ ଏକ୍ଜିଟ କରିବା, ଏଇ ଜିନିଷ ଆମେ ଜାଣିବା ନିହାତି ଦରକାର। ଅନଲାଇନ ଟ୍ରେଡିଂ ହଉ ବା ଗେମ୍ ହଉ, ଏହାକୁ ନେଇକି ଅନେକ ଗୁଡ଼ିଏ ଚିନ୍ତା ବର୍ତ୍ତମାନ ପରିସ୍ଥିତିରେ ଯୁବପିଢ଼ିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଏବଂ ଅନେକ ଯୁବପିଢ଼ି ନିଜର ଅଭିଜ୍ଞତା ଅଭାବରୁ ନିଜର ଜୀବନ ହରାଉଛନ୍ତି ଏବଂ ଅର୍ଥ ବି ହରାଉଛନ୍ତି। ଟ୍ରେଡିଂକୁ ନେଇକି ଏବଂ ଅନଲାଇନ ଯେଉଁ ଗେମ୍କୁ ନେଇକି ଅନେକ ଗୁଡ଼ିଏ ଘଟଣା ଏବେ ସମାଜରେ ଘଟୁଛି, ଯାହା ପାଇଁ କାହାର ପୁଅ, କାହାର ଭାଇ ଏବଂ କାହାର କ'ଣ କ୍ଷୟକ୍ଷତି ହେଉଛି ତାହା କହିବା ଏପର୍ଯ୍ୟନ୍ତ ସଠିକ୍ ହୋଇପାରିନାହିଁ। ତେବେ ଏହି ଗେମ୍ ଆମ ପାଇଁ କେତେ ଉପାଦେୟ ବା ଟ୍ରେଡିଂ ଆମ ପାଇଁ କେତେ ଉପାଦେୟ, ଏହାକୁ ସଠିକ୍ ଭାବରେ କିଭଳି ଆପଣ ନିଜ ଜୀବନରେ ପ୍ରୟୋଗ କରିପାରିବେ ବା ଏହା ଦ୍ୱାରା ଆପଣ ଲାଭବାନ ହେଇପାରିବେ, ଆମ ସହିତ ଟ୍ରେଡିଂ ଏକ୍ସପର୍ଟ ଅଛନ୍ତି, ସିଧାସଳଖ ଭାବରେ ତାଙ୍କ ସହିତ ଆଜି ଆଲୋଚନା କରିବା, ଏହି ଟ୍ରେଡିଂ ବିଷୟରେ ଆମେ ଜାଣିବା। ସ୍ୱାଗତ କରିବା ପ୍ରତିଦିନ ଟିଭିକୁ ପରିଚୟ ରଖିବେ। ସୌମ୍ୟରଞ୍ଜନ ବିଶ୍ୱାଳ, ଆମର ପ୍ରାୟ ପାଖାପାଖି ହେଲା 8 ବର୍ଷ ହେଲା ଆମେ ଟ୍ରେଡିଂ କରୁଛୁ। ତ ଛୋଟ ଇନଷ୍ଟିଚ୍ୟୁଟ୍ ଅଛି, ଯେଉଁମାନେ ଆମେ ପିଲାଙ୍କୁ ଏଜୁକେସନ୍ ପ୍ରୋଭାଇଡ୍ କରୁଛୁ। ଆଜିକାଲି କହିବାକୁ ଗଲେ ଅନଲାଇନ୍ ଗେମ୍ ଆଉ ଟ୍ରେଡିଂ ଦୁଇଟା ଭିତରେ ବହୁତ ଫରକ। ଯେମିତି ଆପଣ କହୁଥିଲେ ଅନଲାଇନ୍ ଗେମ୍ ଖେଳିକି ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି, ବଟ୍ ଅନଲାଇନ୍ ଗେମ୍ ଆଉ ଟ୍ରେଡିଂ ଭିତରେ ବହୁତ ଫରକ। ଅନଲାଇନ୍ ଗେମ୍ ଗୋଟେ ପ୍ରକାର ଜୁଆ ସହ ସମାନ, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଏବେ ବନ୍ଦ କରିଛି। ଆମେ ଯେଉଁ ଟ୍ରେଡିଂ କହୁଛୁ ଏଇଟା ଗଭର୍ଣ୍ଣମେଣ୍ଟ ଲାଇସେନ୍ସ ପ୍ରାପ୍ତ, ୟା ପାଇଁ ପ୍ରପର ଏଜୁକେସନ ଆଉ ନଲେଜ ବି ଦରକାର। ସେଇ ଜିନିଷଟି ଲୋକଙ୍କ ପାଖରେ ଅଭାବ ଥିବାରୁ ଲୋକମାନେ ଭୁଲ ବାଟକୁ ପଳାଉଛନ୍ତି। ଯାହା ଆକ୍ଚୁଆଲି କ'ଣ କି ଲୋକମାନେ ଆଜିକାଲି ଶିଖିବା ପାଇଁ କେହି ସମୟ ଦେବାକୁ ଚାହୁଁନାହାନ୍ତି, ଯାହା ଫଳରେ କି ତାଙ୍କୁ ସହଜ ଇନକମ୍ ଦରକାର। ସହଜ ବାଟରେ ଅର୍ଥ ଉପାର୍ଜନ କରିବା ଚକ୍କରରେ ସେମାନେ ଅନଲାଇନ୍ ଗେମିଂ ବା ଜୁଆ ଯୋଉଟା ଆପଣ କହୁଛନ୍ତି, ତ ସେଥିରେ ସେ ଇନଭଲ୍ଭ ରହିଯାଉଛନ୍ତି, ଯାହା ଫଳରେ କି ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଏମିତି ଗୋଟେ ଷ୍ଟେପ୍ ନେଉଛନ୍ତି ଯାହାକି ତାଙ୍କର ମୃତ୍ୟୁ ଶେଷ ହେଇଯାଉଛି, ଯୋଉଟାରେ ଜୀବନ ଶେଷ କରିଦେଉଛି। ତ ଆମେ ଯୋଉଟା ବେସିକାଲି କରୁଛୁ ବା ବତଉଛୁ ସେଟା ଆକ୍ଚୁଆଲି ହେଉଛି ଟ୍ରେଡିଂ। ସେୟାର ମାର୍କେଟ ଯେମିତି ଟାଟା, ଜିନ୍ଦଲ, XYZ ସବୁ କମ୍ପାନୀ ମାନେ ଲିଷ୍ଟିଂ ଅଛନ୍ତି, କୋଉ କମ୍ପାନୀ ଇନଭେଷ୍ଟମେଣ୍ଟ କରିବା, କ'ଣ କରିବା, ସେଇ ସବୁ ବିଷୟରେ ଆମେ ଆକ୍ଚୁଆଲି ଶିଖେଇ ପାରିବା, ବତେଇ ପାରିବା। ଆଉ ଆମେ ଏଇଠୁ ହିଁ ଅର୍ଥ ଉପାର୍ଜନ କରିପାରିବା, ଆକୁ ଆମେ ଭବିଷ୍ୟତ ବନେଇ ପାରିବା। କିନ୍ତୁ ତା ପୂର୍ବରୁ ଆମକୁ ଆଗେ ଶିଖିବାକୁ ପଡ଼ିବ, ଲ୍ୟାକ୍ ଅଫ୍ ନଲେଜ ନେବାକୁ ପଡ଼ିବ। ଦେଖାଯାଉଛି ଅନେକ ଗୁଡ଼ିଏ ପିଲାମାନେ ଯେଉଁମାନେ ଏହା ବିଷୟରେ ମାନେ ଧାରଣା ନାହିଁ, ନଲେଜ ନାହିଁ, ନିଜର ଅର୍ଥ ହଉ ବା ଘର ଅର୍ଥ ହଉ ସେମାନେ ଜଣାଉନାହାନ୍ତି ବାପା ମାଆଙ୍କୁ, ଏଥିରେ ପଇସା ଇନଭେଷ୍ଟ କରୁଛନ୍ତି ବା କୌଣସି ଜ୍ଞାନ ନେଉନାହାନ୍ତି, ଏଥିରୁ ଇନଭେଷ୍ଟ କରୁଛନ୍ତି। ସେଭଳି ପିଲାମାନେ ସମାଜରୁ କିଭଳି ମାନେ ଏଇସବୁ ଜିନିଷରୁ ମାନେ ସଠିକ ଉପାୟଟା କେମିତି କରିପାରିବେ ଆପଣଙ୍କ ଜରିଆରେ? ସେମାନଙ୍କୁ ତ ମୋର ଗୋଟିଏ ଫାଷ୍ଟ ଆଡଭାଇସ୍ ରହିବ, ପ୍ରଥମେ ଜ୍ଞାନ ଆହରଣ କରନ୍ତୁ। ସେମାନେ ଆମମାନଙ୍କ ପାଖରୁ ହଉ କିମ୍ବା ୟୁଟ୍ୟୁବରୁ ହଉ କିମ୍ବା ଏନି ଜାଗାରୁ ଯାହା ପାଖରୁ ବି ହଉ, ସେ ଫାଷ୍ଟ ଜ୍ଞାନ ଆହରଣ କରନ୍ତୁ। ତାପରେ ଯାଇ ସେମାନେ ମାର୍କେଟରେ ବା ସେୟାର ମାର୍କେଟରେ ପୁଞ୍ଜି ନିବେଶ କରିବା କଥା ଭାବିବେ। ସେମାନେ ଆକ୍ଚୁଆଲି କ'ଣ ହେଉଛି କି ଆମ ଯେଉଁ ସର୍କଲରେ ଆମେ ରହୁଛନ୍ତି, ତ ଆମେ କାହା ପାଖରୁ ଶୁଣିକି କୋଉଠି ନା କୋଉଠି ଇନଭେଷ୍ଟମେଣ୍ଟ କରିଦେଉଛନ୍ତି, ଯାହା ଫଳରେ କି ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ଲସେସର ଶିକାର ହେଉଛନ୍ତି। ଦେଖିବା ଚିକେନ ରୋଡ୍ସ ହଉ କି ଡ୍ରିମ୍11 ହଉ, ଅନେକ ଗୁଡ଼ିଏ ଯେଉଁ ଲୋଭ ବର୍ତ୍ତମାନ ପରିସ୍ଥିତିରେ ସବୁ ଗୁଡ଼ିଏ ଆଡଭର୍ଟାଇଜମେଣ୍ଟ ଆସୁଛି। ପିଲାମାନେ ହୁଅନ୍ତୁ, ଯୁବପିଢ଼ି ହୁଅନ୍ତୁ ଏବଂ ବଡ଼ ଲୋକ ହୁଅନ୍ତୁ, କୋଉଠି ନା କୋଉଠି ନିଜର ଜମାପୁଞ୍ଜିକୁ ସେମାନେ ଏଥିରେ ସମର୍ପି ଦେଉଛନ୍ତି ଗୋଟେ ବଡ଼ ଲୋକ ହବାର ଆଶାରେ, ଲକ୍ଷପତି ହବା ଆଶାରେ।
ये सब जिनस समाज रे किभଳି भाबरे वर्तमान वार्ता दउछि जा फल रे अनेक गुडी लोक बड़ लोक ही परछन एवं अनेक गुडी लोक रास्ता रे आसी परछन यार कांसेप्ट कोन रहइबो समाज ଆପଣ ଯୋଉ କମ୍ପାନୀ ମାନଙ୍କ ନାଁ ବି କହିଲେ ସେମାନେ ଆକ୍ଚୁଆଲି ମନି ଲଣ୍ଡରିଂ ତ କହିପାରିବାନି କିନ୍ତୁ ସେମାନେ ଅର୍ଥ ଲାଲଚରେ ତାର କୌଣସି ରିଜିନ୍ ନାହିଁ ୱାନ୍ ଟାଇପ୍ ସେମାନେ ଆମେ ଜୁଆ ବି କହିପାରିବା ଅନଲାଇନ୍ ଗେମିଂ ହିଁ କହିପାରିବା ତ ସେଇ ବାଟରେ ଯୋଉମାନେ ଯାଉଛନ୍ତି ସେମାନେ କିଛି ଅଛନ୍ତି ବହୁତ ଜାଗାରୁ ଶୁଣିଥିବେ ବହୁତ ଲୋକ କିଏ 4 କୋଟି କମେଇଲା 3 କୋଟି କମେଇଲା ବଟ୍ ତା ସମସ୍ତଙ୍କ ପାଇଁ ନୁହଁ କୋଉଠି କୋଟିଏରେ ନା ଗୋଟିଏ ସେଇଟା ସମ୍ଭବ ହୁଏ କିନ୍ତୁ ଆମେ ଯଦି ଟ୍ରେଡିଂ ଉପରେ କଥା ହବା ତାହେଲେ ଆପଣ ସମସ୍ତେ 100ରୁ 100 ଜଣ ନହେଲେ ବି 80-90 ଜଣ ଟ୍ରେଡିଂ ରେ ପ୍ରଫିଟ କରିପାରିବେ ବଟ୍ ତା ଲାଗି ଆପଣଙ୍କୁ ପ୍ରପର ଜ୍ଞାନ ଆଉ ଏଜୁକେସନ ନିହାତି ଦରକାର ବିନା ଜ୍ଞାନରେ ଟ୍ରେଡିଂ ରୁ ପଇସା ବାହାର କରିବା ସମ୍ଭବ ନୁହେଁ ଯେମିତି କହିଲେ ଡ୍ରିମ୍ 11 ହଉ କି ଆମର ଚିକେନ୍ସ ରୋଡ୍ ସବୁ ସେଗୁଡ଼ା ସବୁ ଜୁଆ ଟ୍ରେଡିଂ କୁ ଆମେ କଣ କହିପାରିବା ଟ୍ରେଡିଂ କୁ କିଭଳି ଭାବରେ ବ୍ୟାଖ୍ୟା କରିପାରିବା ଟ୍ରେଡିଂ କଣ ଟ୍ରେଡିଂ ମାନେ ହେଲା କିଣା ବିକା ଅଳ୍ପ ରେଟ୍ କିଣିବା ଅଧିକ ରେଟ୍ ବିକିବାକୁ ଟ୍ରେଡିଂ କୁହାଯାଏ ଆପଣଙ୍କ ନିତିଦିନିଆ ବଜାରରେ ବା ନିତିଦିନିଆ ମାର୍କେଟରେ ଗୋଟେ ଯଦି ଗ୍ରୋସରୀ ସପ୍ ବି ଦେଖିବେ ସିଏ ବି ଆପଣଙ୍କୁ ଟ୍ରେଡିଂ କରୁଛି ଆଳୁ 10 ଟଙ୍କାରେ କିଣିଲେ 12 ଟଙ୍କାରେ ବିକୁଛି ତ ସେଇଟାକୁ ବି ଆମେ ଟ୍ରେଡିଂ ହିଁ କହୁ ତ ସିଏ ଫିଜିକାଲ ଟ୍ରେଡିଂ କରୁଛି ଆମେ ଡିଜିଟାଲ ଟ୍ରେଡିଂ କରୁଛୁ ଏତିକି ହିଁ ଫରକ ଯଦି ଆମେ ଟ୍ରେଡିଂ କରିବା ପାଇଁ ଚାହିଁବେ ବେସିକ୍ସ କନସେପ୍ଟ ତାଙ୍କର କଣ ରହିବ କଣ କଣ ସବୁ ତାଙ୍କ ଆବଶ୍ୟକ କଣ ସବୁ ଜାଣିଥିଲେ ସେମାନେ ବେସିକ୍ ଜିନିଷ ଟ୍ରେଡିଂ ରେ ଲଗେଇ ପାରିବେ ବା ନିଜେ କରିପାରିବେ ଟ୍ରେଡିଂ କରିବା ପାଇଁ ଫାଷ୍ଟ ଆମକୁ ଯେମିତି କହିଲି ଜ୍ଞାନ ଆହରଣ କରିବାକୁ ପଡିବ କିଛି ବେସିକ୍ ଜ୍ଞାନ ଅଛି ତା ନର୍ମାଲ ୟୁଟ୍ୟୁବରେ ମିଳିଯିବ ଆଇଦର ଆମ ସହ କଣ୍ଟାକ୍ଟ କଲେ ଆମେ ପ୍ରୋଭାଇଡ କରିପାରିବା ତା ସହିତ ନର୍ମାଲ ଲ୍ୟାପଟପ୍ ବି ନଥିଲେ ମୋବାଇଲ ଆଉ ଇଣ୍ଟରନେଟ ମାଧ୍ୟମରେ ଜଣେ ଘରେ ବସିକି ତାର ସାଇକୋଲୋଜି କଣ୍ଟ୍ରୋଲ କେମିତି ସେ ସବୁ ଇମୋସନାଲ କଣ୍ଟ୍ରୋଲ କରେ ସବୁ ଶିଖେଇ ଦିଆଯିବ ଆରାମସେ ଘରେ ବସିକି ଆଜିକା ଡେଟ୍ରେ କିଛି ନହେଲେ ଯୋଉଟା ନିତ୍ୟ ବ୍ୟବହୃତ ପାଇଁ ଯେତିକି ପଇସା ଦରକାର ଦୈନନ୍ଦିନ ଜୀବନ ଯାପନ ପାଇଁ ତ ସେତିକି ସେ ଇନକମ୍ କରିପାରିବ ଦେଖିବା ଟ୍ରେଡିଂ କରିବା ପାଇଁ ଜଣ ପାଖରେ ପଇସା ଥିବା ଆବଶ୍ୟକ ନା ଜଣେ ପ୍ରଫେସନ ରେ ରହିଥିବା ଆବଶ୍ୟକ ନା ଟ୍ରେଡିଂ ଗୋଟେ ଆଉଟସାଇଡ ଭାବରେ ନବା ଟ୍ରେଡିଂ ଗୋଟେ ଆଉଟସାଇଡ ଭାବରେ ନବା ନା ପାର୍ଟ ଟାଇମ ଭାବରେ ନବା ନା ଫୁଲ ଟାଇମ ଭାବରେ ନେଇପାରିବା ଟ୍ରେଡିଂ କୁ କିଭଳି ଭାବରେ ଆମେ ଗ୍ରହଣ କରିପାରିବା ଟ୍ରେନିଂ ଆମେ ଉଭୟ ପ୍ରକାର ନେଇପାରିବା ପାର୍ଟ ଟାଇମ ବି ନେଇପାରିବା ଫୁଲ ଟାଇମ ବି ନେଇପାରିବା ସେଇଟା ଡିପେଣ୍ଡ କରୁଛି ଆମେ କୋଉ କୋଉ ପ୍ରଫେସନରେ ଅଛନ୍ତି ତ ଆକର୍ଡିଂ ଟୁ ଆୱାର ପ୍ରଫେସନ ଆମେ ଟ୍ରେଡିଂ କୁ ଅଲଗା ଅଲଗା ଉପାୟ ଦେଖିପାରିବା ଯଦି ଜଣେ ଫୁଲ ଟାଇମ ଟ୍ରେଡିଂ କରିବାକୁ ଚାହିଁବ ତ ଘରେ ବସି ଟ୍ରେଡ କରିପାରିବ ଯଦି ପାର୍ଟ ଟାଇମ କରିବ କୋଉ ଜବ ରେ ଅଛି ତ ସେ ଜବ କରିବା ସାଙ୍ଗରେ ବି ଟ୍ରେଡିଂ କରିପାରିବ ଜଣେ ଯୁବପିଢି ହଉ ବା ଜଣେ ବୟସ୍କ ବ୍ୟକ୍ତି ବିଶେଷ ହଉ ଯଦି ସେ ଟ୍ରେଡିଂ କୁ ପ୍ରଥମେ ଆସିବା ପାଇଁ ଚାହିଁବ କଣ କଣ ତାର ବେସିକ୍ସ ନଲେଜ ରହିବା ଦରକାର ତ ଯେମିତି କି ଟ୍ରେଡିଂ କୁ ଆସିବାକୁ ହେଲେ ମୁଁ କହିଥିଲି ଜ୍ଞାନ ଆହରଣ କିଛି ଟ୍ରେଡିଂ ର କିଛି ଟେକ୍ନିକାଲ ପାଠ ଅଛି ସେ ପାଠକୁ ଆମକୁ ଜାଣିବାକୁ ପଡିବ ତ କେତେ ସମୟରେ ଆମେ ମାର୍କେଟରେ ଏଣ୍ଟ୍ରି କରିବା କୋଉ ସମୟରେ ଏକ୍ଜିଟ କରିବା ଏଇ ଜିନିଷ ଆମେ ଜାଣିବା ନିହାତି ଦରକାର ଦେଖିବା କି ଟ୍ରେଡିଂ ବିଷୟରେ ନ ଜାଣି ଗୋଟେ ଅନ୍ଧଘର ଭାବରେ ପଇସା ଇନଭେଷ୍ଟ କରିଦେବାଟା ଆମର ମୂର୍ଖାମି ହବ କି ନିହାତି ନିହାତି এইଭଳି ସିଚୁଏସନରେ ଲୋକମାନେ ଦେଖିବେ ବଡ଼ ଲୋକ ହେବାର ଆଶା ସମସ୍ତେ ତ ଆମେ ପଇସା ଲଗାଉଛନ୍ତି ଆମେ ପଇସା ଲଗେଇ ଦଉଛୁ ଆମର ପଇସାଟା ବୁଡ଼ିଗଲା ସେ ସେମିତି ସାଇବର ଠକେଇ ଭାବରେ ଥାନାରେ ଅଭିଯୋଗ ଦଉଛନ୍ତି ବା ଅନ୍ୟ କୌଣସି ଭାବରେ ସେ ଥାନାରେ ଯାଇକି ଅଭିଯୋଗ କରୁଛନ୍ତି ଯେତେବେଳେ ତାଙ୍କର ସେ ତଳିତଳାନ୍ତ ହେଇଯାଉଛନ୍ତି ତେବେ ବେଳ ଥାଉ ଥାଉ ଏଇ ଟ୍ରେଡିଂ ବିଷୟରେ ଜ୍ଞାନ ଆହରଣ କରିକି ଏସବୁ ଟ୍ରେଡିଂରେ ପଶିବା ଦରକାର ନା ଯେବେ ଚାହିଁବେ ସେବେ ଟ୍ରେଡିଂ ରେ ଚାହିଁଲେ ପଇସା ଇନଭେଷ୍ଟ କରିଦେଲେ ନାଇଁ ସେମାନଙ୍କୁ ତ ମୋର ଗୋଟିଏ ନିର୍ଦ୍ଦେଶ ଯୋଉମାନେ ଅଲଗା ଅଲଗା ଲୋକଙ୍କୁ ଅଲଗା ଅଲଗା କମ୍ପାନୀକୁ ପଇସା ଦଉଛନ୍ତି ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଠକେଇରେ ପଡୁଛନ୍ତି ତ ସେମାନଙ୍କୁ ମୋର ଗୋଟିଏ ଉପଦେଶ ତ ଆପଣ ମାନେ ନିଜ ଜ୍ଞାନ ଆହରଣ କରନ୍ତୁ ଶିଖନ୍ତୁ ବହୁତ ଗୁଡେ ଏଜୁକେସନ ସେଣ୍ଟର ଅଛି ଯାଆନ୍ତୁ ସେଠି ଶିଖନ୍ତୁ ଆଉ ତାପରେ ନିଜ ଆକାଉଣ୍ଟରେ ନିଜ ପଇସା ରଖି ନିଜେ ଇନଭେଷ୍ଟମେଣ୍ଟ କରନ୍ତୁ କାହା ଉପରେ ଭରସା ବିଶ୍ୱାସ କରନ୍ତୁନି ଦେଖିବା ଯୋଉ ଅନଲାଇନ ଗେମିଂ ସବୁ ଆସୁଛି ତା ପିଛରେ ପିଲାମାନେ ପଇସା ଇନଭେଷ୍ଟ କରୁଛନ୍ତି ଯାହାଫଳରେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷତି ସହୁଛନ୍ତି ଏବଂ ନିଜ ଜୀବନ ମଧ୍ୟ ସେମାନେ ହାରୁଛନ୍ତି ଦେଖିବା ଯେ ଅନଲାଇନ ଗେମରେ ପିଲାମାନେ ଡାଇରେକ୍ଟ ଇନଭଲ୍ଭ ହବାଟା ଭଲ ନା କିଛିଟା ନଲେଜ ନେଇକି ସ୍ମଲ ଇନଭେଷ୍ଟମେଣ୍ଟରେ ଟ୍ରେଡିଂଟା କରିବା ହିଁ ଉଚିତ ଅବଭିୟସଲି କିଛିଟା ନଲେଜ ନେଇକି ସ୍ମଲ ଇନଭେଷ୍ଟମେଣ୍ଟ ଟ୍ରେଡିଂ ଷ୍ଟାର୍ଟ କରିବା ହିଁ ଦରକାର ଅନଲାଇନ ଗେମିଂର କୌଣସି ଅସ୍ତିତ୍ୱ ନାହିଁ
ଯେତେବେଳେ ଆପଣ ଏଇ ଟ୍ରେଡିଂ ବିଷୟରେ ଆପଣ ଆହରଣ କଲେ ବା ଆ ବିଷୟରେ ଆଜ୍ଞା। ଜ୍ଞାନ କଲେ ଆପଣଙ୍କର କେତେ ବର୍ଷ ହେଇଥିଲା ଆଉ ଆପଣ କେତେ ବର୍ଷର ବର୍ତ୍ତମାନ ଅଭିଜ୍ଞତା ରହିଛି ଟ୍ରେଡିଂ ଲାଇନରେ ଏବେ ପିଲାମାନଙ୍କୁ କିଭଳି ଭାବରେ ଆପଣ ଦଉଛନ୍ତି ଟ୍ରେଡିଂ ବିଷୟରେ ଶିକ୍ଷା? ମୁଁ ଅଲରେଡି 22 ବର୍ଷରୁ ଟ୍ରେଡିଂ କରି ଆସୁଛି ପାଖାପାଖି 2017 ମସିହାରୁ। ତ ଏଇଟା 2025 ଅଲରେଡି ଚାଲିଛି 8 ବର୍ଷର ଅଭିଜ୍ଞତା ମୋର ପାଖରେ ଅଛି। ତ ସେ ଭିତରେ ବହୁତ ଉଠାନ ପଠାନ ଦେଖିଛି। ସେ ସମୟରେ ଓଡ଼ିଶାରେ କେହି ଟ୍ରେଡିଂ ବି କରୁନଥିଲେ, ଯେଉଁମାନେ କରୁଥିଲେ ସେମାନେ ଆମମାନଙ୍କୁ ଆଭଏଡ୍ କରୁଥିଲେ। ତ ଏବେ ତ କୋଭିଡ ପରେ ବହୁତ ଗୁଡ଼େ ଇନଷ୍ଟିଚ୍ୟୁଟ୍ ଖୋଲିଲାଣି, ବହୁତ ଗୁଡ଼େ ଲୋକ ଏଜୁକେସନ ପ୍ରୋଭାଇଡ କଲେଣି। ତ ବଟ୍ ସେ ସମୟରେ ଆମେ ଟ୍ରେଡିଂ କରୁଥିଲୁ, ଯେକି ଆମ ପାଇଁ ତ ବହୁତ ଡିଫିକଲ୍ଟ ଥିଲା। ଆଉ ଏବେ ଯେଉଁମାନେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କିଛି ବି ଡିଫିକଲ୍ଟ ନୁହଁ, କାହିଁକି ନା ଏବେ ଆପଣ ୟୁଟ୍ୟୁବ କିମ୍ବା କୋଉଠି ମେଣ୍ଟର ବି ଆପଣଙ୍କୁ ମିଳିଯିବେ। ପ୍ରପର ଏଜୁକେସନ ଯିଏ ଦେଇପାରୁଛନ୍ତି ତାଙ୍କ ପାଖରୁ ଏଜୁକେସନ ଶିଖନ୍ତୁ, ତାପରେ ଟ୍ରେଡିଂ ଷ୍ଟାର୍ଟ କରନ୍ତୁ। ଆପଣ ଏ ଟ୍ରେଡିଂ କୋଉ ଜାଗାରୁ ଶିଖିଛନ୍ତି, କୋଉ ମାଧ୍ୟମରୁ ଶିଖିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଆପଣ କୋଉ ସ୍ଥାନରେ ଯାଇକି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଆଉ ଆପଣ ବି ମଧ୍ୟ ଟ୍ରେଡିଂରେ ନିଜକୁ ନିବେଶ କରିଛନ୍ତି? ଆଜ୍ଞା, ତ କିଛିଟା ମୁଁ ନିଜେ ଜ୍ଞାନ ଆହରଣ କରିଥିଲି, ଆଉ କିଛିଟା ଏମିତି ଅନଲାଇନ ୟୁଟ୍ୟୁବରୁ, ଆଉ କିଛି ମୋର ଗୁରୁ ଅଛନ୍ତି, ମେଣ୍ଟର ଅଛନ୍ତି, ଯେଉଁମାନେ ଏଠି ପାଖ ଆଖରେ ନୁହନ୍ତି। ଓଡ଼ିଶାରୁ ମୋ ଲୋକେସନରୁ ପାଖାପାଖି 1000-2000 କିଲୋମିଟର ଦୂରରେ ସେମାନେ ବସବାସ କରୁଛନ୍ତି। ତାଙ୍କ ପାଖରୁ ଯାଇକି ରହିକି ଶିଖିପାରିଲା। କାହିଁକି ନା ମୁଁ କାହିଁକି 2000 କିଲୋମିଟର ଯାଇଥିଲି, ଗୋଟେ ରିଜିନ୍ ହେଉଛି ମୋର ଶିଖିବାର ଇଚ୍ଛା ଶକ୍ତି ଥିଲା। ହୁଏତ ଆଜିକି 5-7 ବର୍ଷ ତଳେ ମୁଁ ତାଙ୍କ ପାଖକୁ ଯାଇଥିଲି, ଶିଖିଥିଲି ବୋଲି ଆଜି ମୁଁ ଏଇ ଜାଗାରେ ଅଛି। ତେଣୁ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିକି କହିବି, ଯଦି ଆପଣ ଟ୍ରେଡିଂରେ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି, ଟ୍ରେଡିଂରେ ଲାଇଫ୍ ବନେଇବାକୁ ଚାହୁଁଛନ୍ତି, ଦେନ୍ କୋଉଠି ନା କୋଉଠି ହଉ ଆପଣ ଶିଖନ୍ତୁ। ଫାଷ୍ଟ ଆପଣ ଜ୍ଞାନ ଆହରଣ କରନ୍ତୁ, ତାପରେ ପୁଞ୍ଜି ନିବେଶ କରିବା କଥା ଭାବିବା ଟ୍ରେଡିଂରେ। ଆପଣ ଯେତେବେଳେ ୱେବିନାର ନେଉଛନ୍ତି ବା ସେମିନାର ନେଉଛନ୍ତି କେଉଁ ସ୍ଥାନ ଗୁଡ଼ିକରେ ଆପଣ ଯାଇକି ଶିକ୍ଷା ଦେଉଛନ୍ତି ଆଉ ଆପଣ ଆମ ଅଞ୍ଚଳରେ କିଭଳି ଭାବରେ ଆପଣ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏ ଟ୍ରେଡିଂ ବିଷୟରେ? ଆମ ଲୋକାଲ ଅଞ୍ଚଳର ପିଲାମାନଙ୍କ ପାଇଁ ଆମେ ଇନଷ୍ଟିଚ୍ୟୁଟ୍ ରଖିଛୁ, ଆମ ଅଫିସ୍ ଅଛି। ଏମାନେ ଆସିବେ, ଯାହାର ବି ଯାହା ଡାଉଟ୍ ଅଛି ବସିକି ଆମ ସହ ଲାଇଭ୍ ଟ୍ରେଡ୍ କରିକି ବସିକି ଦେଖିକି ଯାଇପାରିବେ। ତ ଏଟା ତ କୌଣସି ବିନା ଶୁଳ୍କରେ ଅଛି। ତା ସହିତ ଆମର ଓଡ଼ିଶା ବାହାରେ, ଓଡ଼ିଶାରେ ଭୁବନେଶ୍ୱର, ଓଡ଼ିଶା ବାହାରେ ବି ଆମେ ବହୁତ ଜାଗାରେ ପିଲା ଆମର ଅଛନ୍ତି ଯେଉଁମାନେ ଆମ ସହ କନେକ୍ଟରେ ଅଛନ୍ତି, ଆଉ ସେମାନେ ଆମ ସହ ଟ୍ରେଡିଂ କରୁଛନ୍ତି। ଆଉ ଅଲମୋଷ୍ଟ କହିବାକୁ ଗଲେ 95% ରୁ ଏଭବ ଷ୍ଟୁଡେଣ୍ଟ ଯେତେ ପିଲା ଆମ ସହ ଯୋଡ଼ି ହେଇକି ଅଛନ୍ତି, 95 ଆଣ୍ଡ ଏଭବ ଷ୍ଟିଲ୍ ଦେନ୍ ପ୍ରଫିଟେବୁଲ ଅଛନ୍ତି। 5% ପ୍ରଫିଟେବୁଲ, 100% ଗୋଟେ ସ୍କୁଲରେ କେବେ କେହି ପାସ୍ ହେଇନାହାନ୍ତି କି ହେବେନି। କାହିଁକି ନା ଗୋଟେ ସ୍କୁଲରେ ଯଦି 100 ପିଲା ପଢୁଛନ୍ତି, 5ଟା ପିଲା ପାଠ ପଢନ୍ତିନି, 95 ପିଲା ପଢନ୍ତି। ଆଉ ଯେଉଁମାନେ ପଢନ୍ତି ସେମାନେ ପାସ୍ ହୁଅନ୍ତି। ସେମିତି ଯେଉଁମାନେ ଆମକୁ ଫଲୋ କରି ଚାଲିଛନ୍ତି ସେମାନେ ହିଁ ପ୍ରଫିଟେବୁଲ ଅଛନ୍ତି। ତ ଏଣ୍ଡ ଅଫ ଦ ଟାଇମ୍, ଏଣ୍ଡ ଅଫ ଦ ମନ୍ଥ ସମସ୍ତେ ହିଁ ପ୍ରଫିଟ କରୁଛନ୍ତି। ଆଜି ଗୁରୁ ଦିବସରେ ଆମେ ଏଭଳି ଜଣେ ଗୁରୁକୁ ପାଇଥିଲୁ ବା ଶିକ୍ଷକ ପାଇଥିଲୁ, ଯିଏ ହେଉଛନ୍ତି ଟ୍ରେଡିଂର ଗୁରୁ ବା ଟ୍ରେଡିଂ ମାଷ୍ଟର। ଯେଉଁ ପିଲାମାନେ ନିଜସ୍ୱ ସମ୍ବଳ ବା ଅର୍ଥ ପୁଞ୍ଜିରେ ନିଜକୁ ବା ନିଜର ମୋବାଇଲରେ ହଉ, ଲାପଟପ୍ ହଉ ନିବେଶ କରିକି ହତାଶ ହେଉଛନ୍ତି ବା ନିଜର ଜୀବନ ହାରୁଛନ୍ତି, ନିଜର ଜମାପୁଞ୍ଜିକୁ ଯେତେବେଳେ ହରାଇ ଦେଉଛନ୍ତି, ସେ କୋଉଠି ନା କୋଉଠି ଭୁଲ କରି ବସୁଛନ୍ତି। ସେଇଭଳି ପିଲାମାନଙ୍କୁ ଏଠାରେ ସେ ଶିକ୍ଷା ଦେଉଛନ୍ତି ଏବଂ ନିଜକୁ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରେଡିଂ ଗୁରୁ ଭାବରେ ନିଜକୁ ବିବେଚନା କରିବା ସହିତ ସମାଜରେ ମଧ୍ୟ ପିଲାମାନଙ୍କୁ ସେମାନେ ଟ୍ରେଡିଂର ଉତ୍ତମ ଶିକ୍ଷା ଦେଉଛନ୍ତି, ଯେଉଁଠି ଶିକ୍ଷା ପାଇ ପିଲାମାନେ ଟ୍ରେଡିଂରେ ନିଜକୁ ଅଗ୍ରସର ହେଉଛନ୍ତି ବା କେଉଁଠି ଆବଶ୍ୟକ ନିଜର ଜମାପୁଞ୍ଜିକୁ ନିବେଶ କରିବା ପାଇଁ ସେ ଶିକ୍ଷା ଦେଉଛନ୍ତି। ତେବେ ଯେଉଁ ପିଲାମାନେ ଟ୍ରେଡିଂକୁ ନେଇକି ବା ଅନଲାଇନ୍ ଗେମିଂକୁ ନେଇକି ବ୍ୟସ୍ତ ବିବ୍ରତ ଅଛନ୍ତି, ଚିନ୍ତିତ ଅଛନ୍ତି, ରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ କିଛି ଜ୍ଞାନ ଆହରଣ ନ କରି ଯଦି ଆପଣ ନିଜର ଜମାପୁଞ୍ଜିକୁ ନିବେଶ କରୁଛନ୍ତି, ତେବେ କୋଉଠି ନା କୋଉଠି ଆପଣ ଝୁଣ୍ଟି ପଡ଼ିବାର ରହିଛି। ତେବେ ଆପଣ ଯଦି ନିଜର ସମାଧାନ ଚାହୁଁଛନ୍ତି, ଟ୍ରେଡିଂକୁ ନେଇ କୌଣସି ପ୍ରକାର ସମସ୍ୟାର ସମାଧାନ ଚାହୁଁଛନ୍ତି, ତେବେ ତାଙ୍କ ସହିତ ଯୋଗାଯୋଗ କରିବେ ଏବଂ ନିଜକୁ ଯେଉଁ ଅର୍ଥ ନିବେଶ କରି କ୍ଷତି ସହୁଛନ୍ତି ତାର କୋଉଠି ନା କୋଉଠି ଆପଣ ପୁନରୁଦ୍ଧାର କରିପାରିବେ। ତେବେ ବିନା ଶିକ୍ଷାରେ କୌଣସି ପ୍ରକାର କାର୍ଯ୍ୟ କରିବା ଅସମ୍ଭବ ବା ବିପଦପୂର୍ଣ୍ଣ। ଯାଜପୁର ଚକ୍ରଧର ଦାସ, ପ୍ରତିଦିନ ଟେ। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର ଏକମାତ୍ର ତୈଳ ଶ୍ରୀ ସଞ୍ଜୀବନୀ ପେନ୍ ରିଲିଫ୍ ଅଏଲ୍। ଶ୍ରୀ ସଞ୍ଜୀବनी ଲଗେଇଲେ ଜମା ବିନ୍ଧିବନି। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।